ଅସିତ କୁମାର ମହାନ୍ତି। ଏଥିରେ ତ ମୁଁ କହିବାକୁ ଚାହୁଁଛି, ପ୍ରଥମେ ଧନ୍ୟବାଦ ଦେବି ଆମର ପୂର୍ବତନ ବିଧାୟକ ନବୀନ ନନ୍ଦ ମହୋଦୟଙ୍କୁ। ସିଏ ଗୋଟେ ପ୍ରୟାସ କରୁଥିଲେ କି ଆମ ଢେଙ୍କାନାଳ ପ୍ରସିଦ୍ଧ 100 ଫୁଟ କପିଳାସରେ ଗୋଟେ ଏଟିଏମ ର ଆବଶ୍ୟକତା ଅଛି। କିନ୍ତୁ ଆମେ ଶୁଣିବାକୁ ପାଉଛୁ ସେଇ ଯୋଉ କରିଥିଲେ, ଏତେ ପ୍ରୟାସ କରିଥିଲେ, SBI ତରଫରୁ ଆସିଥିଲେ ବି ଜାଗା ଦେଖିଥିଲେ, 10 ଫୁଟରେ 10 ଫୁଟ ଜାଗା ଦବା ପାଇଁ ସେ SBI ମାଗିଥିଲେ। କିନ୍ତୁ ଦେବୋତ୍ତର ବିଭାଗ ତାକୁ ଜାଗା ଦେବାକୁ ମନା କରିଥିଲେ ଯାହା ଶୁଣିବାକୁ ପାଉଛୁ। ଆଉ ସବ୍ କଲେକ୍ଟର ମହୋଦୟ କହୁଛନ୍ତି ଏ କପିଳାସରେ କୌଣସି ଏଟିଏମ ର ଆବଶ୍ୟକ ନାହିଁ ବୋଲି। କିନ୍ତୁ ଏଇଟାକୁ ଆମେ ଠିକ ମନେ କରୁନୁ, କପିଳାସରେ ନିହାତି ଆବଶ୍ୟକ ଅଛି। ତେଣୁ ଏଠି ତ ଶୁଣିବାକୁ ପାଉଛୁ ଯେ ଦେବୋତ୍ତର ବିଭାଗର ଜଣେ ବାବୁ, ସେ ଜଣେ ବାବୁ ଅଛନ୍ତି, ତାଙ୍କର ନିର୍ଦ୍ଦେଶରେ କପିଳାସରେ ସବୁ ଚାଲେ। ତେଣୁ ସେ ଚାହୁଁନାହାନ୍ତି ଯେ ଏଠି କପିଳାସ ଉନ୍ନତି ହଉ, ଡେଭଲପମେଣ୍ଟ ହଉ, ଏଠି ଲୋକ ସୁବିଧା ପାଆନ୍ତୁ। ଗୋଟେ ଏଟିଏମ ହେଲେ ଏଠି ଲୋକଙ୍କର ସୁବିଧା ମିଳିବ, ଲୋକ ହଇରାଣ ହରକତ ହଉଛନ୍ତି। ତେଣୁ ପୂର୍ବତନ ବିଧାୟକ ଏ ପ୍ରୟାସ କରିଥିଲେ, କିନ୍ତୁ ତାକୁ ଏ ବାବୁ ଜଣକ ସବ୍ କଲେକ୍ଟରଙ୍କୁ କହିକି ବୋଧେ କନଭିନ୍ସ କରିକି ଏଇଭଳିଆ ନିଷ୍ପତ୍ତିରେ ଓହରେଇବା କି ଏଟିଏମ ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ବୋଲି ଆମେ ଶୁଣିବାକୁ ପାଉଛୁ। ତ ବୁଝିପାରୁନୁ, ସାରା ଓଡିଶାରେ ସବୁ ପୀଠରେ ଉନ୍ନତି ହେଇ ଚାଲିଛି, କିନ୍ତୁ କପିଳାସ ପୀଠକୁ ଏତେ ଅବହେଳିତ କରାଯାଉଛି। କାହିଁକି ଏତେ ଅବହେଳିତ କରାଯାଉଛି ଆମେ ବି ସେଟା ଜାଣିପାରୁନୁ। ଏଠି ମାନେ କଣ ଆବଶ୍ୟକତା ରହିଛି, ସେମାନେ ସବୁ ଜାଣିଛନ୍ତି, ସବୁ ଦିଆଯାଇଛି ଦାବି। କିନ୍ତୁ ଆଜି ପର୍ଯ୍ୟନ୍ତ କପିଳାସରେ ବି ଗୋଟେ ନେଟୱାର୍କ ର ସୁବିଧା ନାହିଁ, ଏଟିଏମ ର ସୁବିଧା ନାହିଁ। ବହୁତ ମାନେ ପର୍ଯ୍ୟଟକ ଆସୁଛନ୍ତି ରାତି ପାହିଲେ ହଜାର ହଜାର ସଂଖ୍ୟାରେ, କିନ୍ତୁ ହଇରାଣ ହଉଛନ୍ତି। କିନ୍ତୁ ସରକାରଙ୍କୁ ଏତିକି ନିବେଦନ, କପିଳାସ ପୀଠକୁ ଟିକେ ଡେଭଲପମେଣ୍ଟ କଲେ ସମସ୍ତେ ଉପକୃତ ହୁଅନ୍ତେ ଆଉ ସମସ୍ତେ ପର୍ଯ୍ୟଟକ ମାନେ ଭଲରେ ଆସିକି ସୁବିଧା ପାଆନ୍ତେ।